ବାଲେଶ୍ୱର ସହରର ସୁନଟ ପାତ୍ରପଡ଼ାର ସୁବର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନନ୍‌ଷ୍ଟପ୍ କ୍ଲବ ଆନୁକୂଲ୍ୟରେ MPL 2025 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଯୁବ ସଂଗଠକ ନଳିନୀ ରଞ୍ଜନ ଦାସ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ମନ୍ଦିରବାଡ଼ି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସୁନଟ ପାତ୍ରପଡ଼ାର ଉଦୀୟମାନ ଯୁବକ ସ୍ୱର୍ଗତ ରାଜେନ୍ଦ୍ର ବାରିକଙ୍କ ସ୍ମୃତିରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଗତ 10 ବର୍ଷ ଧରି ଆୟୋଜିତ ହେଉଥିବା ସେ କହିଥିଲେ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ହାର ଜିତ୍ ପ୍ରତି ବିଶେଷ ଗୁରୁତ୍ୱ ନ ଦେଇ ସର୍ବଦା ଖେଳୁଆଡ଼ ମନୋଭାବ ନେଇ ଖେଳିବାକୁ ସେ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ। ଏହିଭଳି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ସ୍ଥାନୀୟ ଖେଳାଳିମାନେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ପାଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏ ଟୁର୍ଣ୍ଣାମେଣ୍ଟ ମନ୍ଦିରବାଡ଼ି ପ୍ରିମିୟର ଲିଗ୍ ଦି ମେମୋରି ଅଫ୍ ରାଜେନ୍ଦ୍ର ବାରିକ ରାଜୁ ବାରିକ ଯିଏ ମୋ ସାନ ଭାଇ ତାର ଅନୁକୂଲ୍ୟରେ ଏବଂ ତା ପାଇଁ ଏ ଟୁର୍ଣ୍ଣାମେଣ୍ଟ ହେଉଛି। ଏ ପିଲାମାନେ ଜୁନିୟର ପିଲା ସିନିୟର ପିଲା ତାକୁ ମନେ ରଖିବା ସେଥିପାଇଁ ଏ ବର୍ଷରେ ଏ ଟୁର୍ଣ୍ଣାମେଣ୍ଟଟା ହେଉଛି। ସବୁ ପିଲାମାନେ ଏ ଟୁର୍ଣ୍ଣାମେଣ୍ଟରେ ସହଯୋଗ କରନ୍ତି ଏବଂ ଖେଳନ୍ତି କାହିଁକିନା ରାଜୁ ବାରିକ କି ରାଜେନ୍ଦ୍ର ବାରିକ ସମସ୍ତେ ତାକୁ ଏଠି ଭଲ ପାଆନ୍ତି ଏ ଅଞ୍ଚଳରେ। ତେଣୁ ଆମେ ଏ ଟୁର୍ଣ୍ଣାମେଣ୍ଟ କରୁ। ଏ ଟୁର୍ଣ୍ଣାମେଣ୍ଟର ମୂଳ ଲକ୍ଷ୍ୟ ହେଉଛି ଯେଉଁ ଜୁନିୟର ପିଲାମାନେ ଏଠି ଖେଳିବା ପାଇଁ ଆସୁଛନ୍ତି ସେମାନେ କିପରି ବାଲେଶ୍ୱରରେ ଡିଷ୍ଟ୍ରିକ୍ଟରେ ଖେଳିବେ ସେଥିପାଇଁ ଏଟା ହେଉଛି ଗୋଟେ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମ ମାଧ୍ୟମରେ ସେମାନେ ଡିଷ୍ଟ୍ରିକ୍ଟ ଖେଳିବା ପାଇଁ ଯାଆନ୍ତୁ ଏଟା ଆମର ପ୍ରଥମ ଚେଷ୍ଟା। ତେଣୁ ଆମେ ପ୍ରତିବର୍ଷ ଏ ଟୁର୍ଣ୍ଣାମେଣ୍ଟଟା କରୁ ଏହି ସମୟରେ ଯେଟାକି ଅଲରେଡ଼ି ଖେଳ ଆରମ୍ଭ ହୋଇଯାଇଛି ଏବଂ କାଲି ଦିନ 11ଟା 12ଟା ପର୍ଯ୍ୟନ୍ତ ଏ ଟୁର୍ଣ୍ଣାମେଣ୍ଟ ଚାଲିବ ଏବଂ ଫାଇନାଲ୍ ମଧ୍ୟ ଯେଉଁ ପିଲା ଜିତିବେ ସେମାନଙ୍କୁ କପ୍ ଏବଂ ୱିନିଂ ଯେଉଁମାନେ ହୁଅନ୍ତି ତାଙ୍କୁ ଆମେ 5,000 ଦେଉ ଆଉ ଯେଉଁମାନେ ରନର୍ସ ତାଙ୍କୁ ଆମେ 3,000 ଦେଉ। ବେଷ୍ଟ ପ୍ଲେୟର ବେଷ୍ଟ ବ୍ୟାଟ୍ସମ୍ୟାନ୍ ବେଷ୍ଟ ବୋଲର ବେଷ୍ଟ କ୍ୟାପ୍ଟେନ୍ ବେଷ୍ଟ ଫିଲ୍ଡର ସବୁ ଜାଗାରେ ଆମେ ଆମର ପ୍ଲେୟାରମାନଙ୍କୁ ଆମେ ଉତ୍ସାହ କରିବା ପାଇଁ ତାଙ୍କୁ ଆମେ ପ୍ରାଇଜ୍ ଦେଉ। 6ଟା ଟିମ୍ ଅଂଶଗ୍ରହଣ ଏଥର ବିଭିନ୍ନ ଅଞ୍ଚଳର ପ୍ଲେୟାର ରୁହନ୍ତି। ପାତ୍ରପଡ଼ା ବଡ଼ଖୁଆ ସୁନଟ ଭୋଲାନଗର ଏବଂ ବାଡ଼ିଆସାହି ଏବଂ ମୁସଲିମ ପିଲା ମଧ୍ୟ ଏଠି ଅଂଶଗ୍ରହଣ କରନ୍ତି ଗୋଟେ ଭାଇଚାରାର ଖେଳ ପାଇଁ। ଏହି ଅବସରରେ ପ୍ରଥମେ ବ୍ୟାଟିଂ ଓ ବୋଲିଂ କରି ଶ୍ରୀ ଦାସ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ଦିବାରାତ୍ର ବିଶିଷ୍ଟ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ନନ୍‌ଷ୍ଟପ୍ ଫାଇଟର୍ସ ଶ୍ରୀରାମ ସେନା ମେକାନିକ ବଏଜ କିରଣ ଫାଇଟର୍ସ ବ୍ରେକର ବଏଜ କିଙ୍ଗଫିଶର ପ୍ରଭୃତି 6ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏଥିରେ ପର୍ଯ୍ୟାୟକ୍ରମିକ 6 ଓଭର ବିଶିଷ୍ଟ ମ୍ୟାଚ୍ ପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ ଦଳକୁ ଟ୍ରଫି ସହ 5,000 ଟଙ୍କା ଓ ରନର୍ସ ଅଫ୍ ଦଳକୁ ଟ୍ରଫି ସହ 3,000 ଟଙ୍କା ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହିତ ବେଷ୍ଟ ବ୍ୟାଟ୍ସମ୍ୟାନ୍ ବେଷ୍ଟ ବୋଲର ବେଷ୍ଟ ଫିଲ୍ଡର ବେଷ୍ଟ କ୍ୟାପ୍ଟେନ୍ ପ୍ରମୁଖଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା। ମାନସ ବାରିକ ଅଜିତ ମାଝୀ ରମେଶ ମାଝୀ ସୁଶାନ୍ତ ଦାସ ସୁବ୍ରତ ବାରିକ ସାଗର ମାଝୀ ପ୍ରମୁଖଙ୍କ ସମେତ ନନ୍‌ଷ୍ଟପ୍ କ୍ଲବର ସମସ୍ତ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ओवर हमारा सलामी मैन अंपायर पे बीजू भाई जो कि बीजू पहाड़ी के डॉट बॉल लगातार 3 डॉट बॉल प्रथम मैच और ये एम्पायर का डिसीजन आउट। चिन्नू भाई जो कि बहुत ही अच्छी प्लेयर है आउट हो गए वापस।